ପାଟଣା ପାଣି ପାଇଁ ସିଲିଦା ଗ୍ରାମବାସୀ ବ୍ଲକରେ ଦେଲେ ଧାରଣା। ପ୍ରତିବର୍ଷ ଖରାଦିନେ ଆସିଲେ ପିଇବା ପାଣି ସମସ୍ୟା ପ୍ରାୟତଃ ସବୁଆଡ଼େ ଦେଖାଯାଏ। କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ଅନ୍ତର୍ଗତ କେନ୍ଦେଇପୋଷି ପଞ୍ଚାୟତ ଅନ୍ତର୍ଗତ ଆଦର୍ଶ ଗାଁ ସିଲିଦା ପୁରୁଣା ସାହି ଗ୍ରାମରେ ଗୋଟିଏ ନଳକୂପରୁ 100 ପରିବାର ଲୋକମାନେ ପାଣି ବ୍ୟବହାର କରୁଛନ୍ତି ଏବଂ ସରକାରଙ୍କ ପକ୍ଷରୁ ବହୁ ଜାଗାରେ ବସୁଧା ଯୋଜନାରେ ଗାଁକୁ ପିଇବା ପାଣି ଯୋଗାଉଥିବା ବେଳେ ଆଜି ପର୍ଯ୍ୟନ୍ତ ସିଲିଦା ପୁରୁଣା ସାହି ଗ୍ରାମକୁ ପିଇବା ପାଣି ବିଛା ଯାଇନଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ସିଲିଦା ପୁରୁଣା ସାହିର ଲୋକମାନେ ପାଟନା ବ୍ଲକକୁ ଗରା ବାଲ୍ଟି ଧରି ଦିନ 11ଟା ସମୟରେ ବ୍ଲକରେ ପହଞ୍ଚି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ପାଟଣା ବିଡିଓ ଶିବଶଙ୍କର ମୁର୍ମୁ, ଜଳ ବିଭାଗର ଜେଇ ସସ୍ମିତା ନାୟକ ଏବଂ ପାଟନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଧାରଣାରୁ ଲୋକମାନେ ହଟିଥିଲେ। ସିଲିଦା ପୁରୁଣା ସାହିର ଦରଖାସ୍ତକାରୀଙ୍କୁ ବିଡିଓ ଶିବଶଙ୍କର ମୁର୍ମୁ ତାଙ୍କ ଦରଖାସ୍ତ ଗ୍ରହଣ କରିଥିବା ବେଳେ ଗାଁକୁ ପାଇପ୍ ଯୋଗେ ପାଣି ଯୋଗାଇ ଦେବା ପର୍ଯ୍ୟନ୍ତ ଟ୍ୟାଙ୍କର ସାହାଯ୍ୟରେ ସକାଳ ଏବଂ ସନ୍ଧ୍ୟାରେ ପାଣି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପାଟଣାରୁ ରଞ୍ଜନ ବାରିଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।